ରାସନ କାର୍ଡ଼ ପାଇଁ ପୁଣି ଏକ ବଡ଼ ଖବର ଆସିଲା। ଆମ ରାଜ୍ୟରେ ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ବିଦେଶରୁ ଆସି ଆମ ଦେଶରେ ରାସନ କାର୍ଡ଼ ପାଇଛନ୍ତି। ତ ସରକାର ଏକ ବଡ଼ ଘୋଷଣା କରିଛନ୍ତି ଯେ ଯେଉଁମାନେ ବିଦେଶରୁ ଆସି ରାସନ କାର୍ଡ଼ ବନାଇଛନ୍ତି ସେମାନଙ୍କର ରାସନ ତାଲିକାରୁ ନାଁ କାଟି ଦିଆଯିବ ବୋଲି ସରକାର ବଡ଼ ଘୋଷଣା କରିଛନ୍ତି। ତ ଏହି ଖବର ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ ଯେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ବଡ଼ ଘୋଷଣା କରିଛନ୍ତି। ତ ଦେଖନ୍ତୁ ଆଜ୍ଞାମାନେ, ବହୁତ ବିଦେଶରୁ ଆସି ଆମ ଦେଶରେ ରାସନ କାର୍ଡ଼ ପାଇଛନ୍ତି, କିନ୍ତୁ ଆମ ଗରିବ ଶ୍ରେଣୀର ଲୋକମାନେ ଏପର୍ଯ୍ୟନ୍ତ ରାସନ କାର୍ଡ଼ଟିଏ ମଧ୍ୟ ପାଇପାରୁନାହାନ୍ତି। ତ ଆମ ଗରିବ ଶ୍ରେଣୀର ଲୋକମାନେ ଯେତେ ଚେଷ୍ଟା କଲେ ମଧ୍ୟ ରାସନ କାର୍ଡ଼ଟିଏ ପାଇପାରୁନାହାନ୍ତି। ସେମାନେ ବହୁତ କଷ୍ଟରେ ଚଳୁଛନ୍ତି। ତ ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ସାହାଯ୍ୟରେ ମତାମତ ଦେବେ। ଭିଡ଼ିଓକୁ ଗୋଟିଏ ଆଜ୍ଞାମାନେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଆସନ୍ତୁ ଜାଣିବା ସରକାର ଏହି ବିଦେଶୀଙ୍କ ପାଇଁ କ'ଣ ଘୋଷଣା କରିଛନ୍ତି। ଏହି ଖବର ଦେଖନ୍ତୁ ଆଜି 5:26 PM କନକ ନ୍ୟୁଜରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ରାସନ କାର୍ଡ଼ରୁ ହଟିବ ବିଦେଶୀଙ୍କ ନାଁ। ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଖୁବ୍ ଶୀଘ୍ର ରାସନ କାର୍ଡ଼ରୁ ବିଦେଶୀଙ୍କ ନାଁ କଟାଯିବ ବୋଲି ସୂଚନା ଦେଇଛନ୍ତି। ବିଦେଶୀ ପାଉଛନ୍ତି ରାସନ କାର୍ଡ଼, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଦେଖନ୍ତୁ ଆଜ୍ଞା, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି ଯେ ରାସନ କାର୍ଡ଼ରୁ ହଟିବ ବିଦେଶୀଙ୍କ ନାଁ। ତ ଦେଖନ୍ତୁ ଆଜ୍ଞା, ବହୁତ ବିଦେଶରୁ ଆସି ଆମ ରାଜ୍ୟରେ ବା ଆମ ଦେଶରେ ରାସନ କାର୍ଡ଼ ପାଇଛନ୍ତି। ତ ଗରିବ ଶ୍ରେଣୀର ଲୋକ ଏପର୍ଯ୍ୟନ୍ତ ମଧ୍ୟ ରାସନ କାର୍ଡ଼ଟିଏ ପାଇପାରୁନାହାନ୍ତି। ତେଣୁ ଆପଣମାନଙ୍କୁ କେମିତି ଲାଗୁଛି ଏହି ଭିଡ଼ିଓଟି କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ ଏବଂ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା ମଧ୍ୟ ଆପଣମାନେ କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ। ତାପରେ ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ମ୍ୟାଁମାର ଲୋକ ହାତେଇଛନ୍ତି ରାସନ କାର୍ଡ଼। ଏହା ଜାଣିବା ପରେ ତତ୍ପର ହୋଇଛି ପ୍ରଶାସନ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ବିଦେଶୀମାନେ ରାସନ କାର୍ଡ଼ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡ଼ରୁ କଟିବ। ଦେଖନ୍ତୁ ଆଜ୍ଞା, ଆମ ଓଡ଼ିଶାରେ ବା ଆମ ଭାରତରେ ବିଦେଶରୁ ଆସି ଦେଖନ୍ତୁ ପାକିସ୍ତାନୀ, ବାଂଲାଦେଶୀ ଏବଂ ମ୍ୟାଁମାର ଲୋକ ବହୁତ ଆସି ହାତେଇଛନ୍ତି ରାସନ କାର୍ଡ଼। ଏହା ସରକାର ଜାଣିବା ପରେ ତତ୍ପର ହୋଇଛି ପ୍ରଶାସନ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯେଉଁ ବିଦେଶୀ ରାସନ କାର୍ଡ଼ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡ଼ରୁ କଟିବ ବୋଲି ସରକାର କହିଛନ୍ତି। ତାପରେ ଓଡ଼ିଶାକୁ ଅନୁପ୍ରବେଶ କରି ରାସନ କାର୍ଡ଼ ହାତେଇଥିବା ବିଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ତାପରେ ପାକିସ୍ତାନ, ବାଂଲାଦେଶ, ମ୍ୟାଁମାରର ଅନେକ ବିଦେଶୀ ରାସନ କାର୍ଡ଼ ହାତେଇଥିବା ଜଣାପଡ଼ିଛି। ଦେଖନ୍ତୁ ଆଜ୍ଞା, ସରକାର ଯେଉଁ ବଡ଼ ଅପଡ଼େଟ୍ ଦେଇଛନ୍ତି ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରୁଛି। ଆପଣମାନଙ୍କୁ କେମିତି ଲାଗୁଛି ନିହାତି ଭିଡ଼ିଓକୁ ଗୋଟିଏ ଲାଇକ୍ କରିବେ ଏବଂ କମେଣ୍ଟ ସାହାଯ୍ୟରେ ମତାମତ ଦେବେ। ଦେଖନ୍ତୁ ଆଜ୍ଞା, ଓଡ଼ିଶାକୁ ଅନୁପ୍ରବେଶ କରି ରାସନ କାର୍ଡ଼ ହାତେଇଥିବା ବିଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ତାପରେ ପାକିସ୍ତାନ, ବାଂଲାଦେଶ, ମ୍ୟାଁମାରର ଅନେକ ବିଦେଶୀ ରାସନ କାର୍ଡ଼ ହାତେଇଥିବା ଜଣାପଡ଼ିଛି। ତାପରେ ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ଼ରୁ ନାଁ କଟାଯିବ। ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ଼ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଦେଖନ୍ତୁ ଆଜ୍ଞା, ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ଼ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରକ୍ରିୟା ସରିଲେ ମଧ୍ୟ ସାମ୍ନାକୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ତ ଆପଣମାନଙ୍କୁ କେମିତି ଲାଗିଲା ଭିଡ଼ିଓଟି
ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ସମସ୍ତଙ୍କ ପାଖକୁ ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।